ହୀରାକୁଦ ଡ୍ୟାମ୍ କେମିତି ନିର୍ମାଣ ହୋଇଥିଲା? ହୀରାକୁଦ ଡ୍ୟାମ୍ କେବେ ନିର୍ମାଣ କରାଯାଇଥିଲା? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଇତିହାସ। ବନ୍ଧୁଗଣ, ଆଜି ଆମେ ଜାଣିବା ହୀରାକୁଦ ଡ୍ୟାମ୍ କେମିତି ନିର୍ମାଣ ହୋଇଥିଲା ଓ ହୀରାକୁଦ ଡ୍ୟାମ୍ର କିଛି ରହସ୍ୟମୟ କଥା ବିଷୟରେ। 1937 ମସିହାରେ ବଡ଼ ବନ୍ୟା ପରେ ଇଞ୍ଜିନିୟର ଏମ୍ ଭିସେନ୍ସ ରାୟ ଚିନ୍ତା କରିଥିଲେ ମହାନଦୀରେ ଡ୍ୟାମ୍ ତିଆରି କରିବାକୁ। ସେ ଚିନ୍ତା କରିଲେ କି ପ୍ରତିବର୍ଷ ମହାନଦୀରେ ହେଉଥିବା ବନ୍ୟାକୁ ରୋକିବା ପାଇଁ ଏକ ଡ୍ୟାମ୍ ନିର୍ମାଣ କରିବାକୁ। ସେହି ସମୟରେ ପ୍ରତିବର୍ଷ ବନ୍ୟା କାରଣରୁ ଅନେକ କ୍ଷୟକ୍ଷତି ଘଟୁଥିଲା। ମହାନଦୀ ଆଖପାଖର ଲୋକଙ୍କୁ ହଇରାଣ ହେବାକୁ ପଡ଼ିଥାଏ। ଏମ୍ ଭିସେନ୍ସ ରାୟ ପ୍ରଥମେ ପ୍ରସ୍ତାବ ରଖିଥିଲେ ମହାନଦୀରେ ଡ୍ୟାମ୍ ନିର୍ମାଣ କରିବାକୁ। 1945ରେ ଯେତେ ବି ଆର୍ ଆମ୍ବେଦକର ଚେୟାରମ୍ୟାନ୍ ଥିଲେ, ମହାନଦୀରେ ହୀରାକୁଦ ଡ୍ୟାମ୍ ହୋଇପାରିବ କି ନାହିଁ ରିସର୍ଚ୍ଚ କରିବାକୁ ଅନୁମତି ଦେଇଥିଲେ। 1946 ମାର୍ଚ୍ଚ 15ରେ ଓଡ଼ିଶାର ଗଭର୍ଣ୍ଣର ସାର ହାର୍ଦ୍ର ହୀରାକୁଦ ଡ୍ୟାମ୍ ନିର୍ମାଣ ଭାର ନେଇଥିଲେ। ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ 12 ଏପ୍ରିଲ 1948ରେ ହୀରାକୁଦ ଡ୍ୟାମ୍ର ଶୁଭାରମ୍ଭ କରିଥିଲେ। ଡ୍ୟାମ୍ର ସାଉଣ୍ଡ ଓ ଟେକ୍ନିକାଲ ଚେକ୍ ପାଇଁ ଏକ ମଜବୁତ କମିଟି ହୀରାକୁଦ ଡ୍ୟାମ୍ରେ ଆପାର୍ଟମେଣ୍ଟ କରାଯାଇଥିଲା। ଡ୍ୟାମ୍ର ମୁଖ୍ୟ ବନ୍ଧର ଲମ୍ବା 4.8 କିଲୋମିଟର। ହୀରାକୁଦ ଡ୍ୟାମ୍ ଦୁଇ ପାହାଡ଼କୁ ଜଏଣ୍ଟ କରାଯାଇ ତିଆରି ହୋଇଛି। ଗୋଟିଏ ପଟେ ଲକ୍ଷ୍ମୀ ଟୁବୁରୀ ଓ ଅନ୍ୟପଟେ ଟଣ୍ଡେଲ ଟୁବୁରୀ। ଓଡ଼ିଶାର ସମ୍ବଲପୁର ସହରଠାରୁ ମାତ୍ର 15 କିଲୋମିଟର ଦୂରରେ ରହିଛି ହୀରାକୁଦ ଡ୍ୟାମ୍। ଏହି ଡ୍ୟାମ୍ ଏସିଆର ଲମ୍ବା ଡ୍ୟାମ୍ ଭାବେ ପରିଚିତ। ଏହି ଡ୍ୟାମ୍ ଓଡ଼ିଶାର ବୃହତ୍ତମ ଡ୍ୟାମ୍ ଅଟେ। ଏହି ଡ୍ୟାମ୍ର ଉଚ୍ଚତା 200 ଫୁଟ। ଏହି ଡ୍ୟାମ୍ରେ ମୋଟ 98ଟି ଗେଟ୍ ଅଛି। ସେଥିରୁ 64ଟି ସ୍ଲୁଇସ୍ ଗେଟ୍ ଓ 34ଟି କ୍ରେଷ୍ଟ ଗେଟ୍ ଅଛି। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଡ୍ୟାମ୍ର ଶୁଭାରମ୍ଭ କରିଥିଲେ। ଏହି ଡ୍ୟାମ୍ ତିଆରି କରିବାର ମୂଳ ଲକ୍ଷ୍ୟ ଥିଲା ବିଜୁଳି ବାହାର କରିବା ଓ ଜଳସେଚନ କରିବା। ପଶ୍ଚିମ ଓଡ଼ିଶାର ଚାଷ ଜମିକୁ ଜଳସେଚନ କରିବା ଏହାର ମୂଳ ଲକ୍ଷ୍ୟ ଥିଲା। ଡ୍ୟାମ୍ର ଜଳସେଚନରୁ 1,59,106 ହେକ୍ଟର ଖର ଫସଲ ହୋଇଥାଏ। ସେହିପରି 1,08,385 ହେକ୍ଟରର ରବି ଫସଲ ହୋଇଥାଏ। ଏହି ଡ୍ୟାମ୍ ନିର୍ମିତ ପରେ 15,000 ଲୋକ ପ୍ରଭାବିତ ହୋଇଥିଲେ ଓ ପ୍ରାୟ 2,000 ପରିବାର ବିସ୍ଥାପିତ ହୋଇଥିଲେ। ସେହି ସମୟରେ ହୀରାକୁଦ ଡ୍ୟାମ୍ ତିଆରି ହେବା ପାଇଁ 92.80 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। 1956 ଜୁନ୍ 19ରେ ଡ୍ୟାମ୍ ନିର୍ମିତ ହୋଇଥିଲା।